ଆପଣ ଗତକାଲି ଦେଖିଥିବେ ଭ୍ଲାଦିମିର ପୁଟିନ ଯେତେବେଳେ ଓହ୍ଲେଇଲେ ପାଲାମ ଏୟାରପୋର୍ଟରେ ସେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ଏକ ଟୟୋଟା ଫର୍ଚ୍ୟୁନରରେ ବସେଇକି ସେଠୁ ନେଇଥିଲେ ସ୍ୱାଗତ କରିକି ପିଏମ୍ ହାଉସକୁ। କାହିଁକି ଘଟଣାଟା ଏତେ ଗୁରୁତ୍ୱ ବହନ କରୁଛି, ଛୋଟିଆଟେ କିନ୍ତୁ ବହୁତ ବଡ଼ ଗୁରୁତ୍ୱ ବହନ ଏଥିପାଇଁ କରୁଛି, ଆପଣ ଯେତେବେଳେ ଅତିଥି ବାହାରୁ କେହି ଆସନ୍ତି ଭାରତରେ ତାଙ୍କୁ BMW କାର୍ ପ୍ରିଫର କରାଯାଏ ନେବା ପାଇଁ। ପୁଣି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସୁଛନ୍ତି, ତାଙ୍କର ନିଜସ୍ୱ ଅରା ସିନେଟ୍ କାର୍ ସବୁବେଳେ ଯାଏ। ସି ସୁରକ୍ଷା ବ୍ୟବସ୍ଥା ଟିକେ ଅଲଗା ଥାଏ, ଅନ୍ୟ କାର୍ରେ ସେ ଯାଆନ୍ତିନି। ସାଧାରଣତଃ ଯେତେ ବଡ଼ ପ୍ରାଇମ୍ ମିନିଷ୍ଟର ହୁଅନ୍ତୁ, ପ୍ରଧାନମନ୍ତ୍ରୀ ହୁଅନ୍ତୁ, ରାଷ୍ଟ୍ରପତି ହୁଅନ୍ତୁ, କିନ୍ତୁ ଏଠି ସେ ଫର୍ଚ୍ୟୁନରରେ ଗଲେ। ଆଉ ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ରେଞ୍ଜ ରୋଭରରେ ଆସିନଥିଲେ ବା ରେଞ୍ଜ ରୋଭର ଆସିଥିଲେ କିନ୍ତୁ ରେଞ୍ଜ ରୋଭରରେ ନେଇକି ଯାଇନାହାନ୍ତି ପୁଟିନକୁ। ଫର୍ଚ୍ୟୁନର ବାଛିବାର ସବୁଠୁ ବଡ଼ କାରଣ କୁହାଯାଉଛି ଦର୍ଶକ ବନ୍ଧୁ ଯେ ଫର୍ଚ୍ୟୁନର ଟୟୋଟା ବ୍ରାଣ୍ଡଟେ ଜାପାନର, ରେଞ୍ଜ ରୋଭରଟେ ଟାଟା ଗ୍ରୁପର କିନ୍ତୁ ବ୍ରିଟେନରେ ତିଆରି ହେଉଛି ଏବଂ ଯାହା BMW ଅନ୍ୟ କମ୍ପାନିଜ୍ ମାନେ ଅଛନ୍ତି ଆମେରିକା ବ୍ରିଟେନ କମ୍ପାନୀ। ତ ପୁଟିନ ସବୁବେଳେ ଆମେରିକା ଏବଂ ୟୁରୋପ ମହାଦେଶର ବିରୋଧୀ ବୋଲିକି ଭଲ ଭାବରେ ଜଣାଶୁଣା ଥାଏ, କଟ୍ଟର ବିରୋଧୀ। ତ ଏଭଳି ପରିସ୍ଥିତିରେ ଭାରତ ସହିତ ଏକ ଭଲ ସମ୍ପର୍କ ପାଇଁ କୁହାଯାଉଛି କୂଟନୈତିକ ସ୍ତରରେ ଜାଣିଶୁଣିକି ଫର୍ଚ୍ୟୁନରକୁ ନିଆଯାଇଥିଲା ବା ଟୟୋଟାକୁ ସେଠି ନିଆଯାଇଥିଲା କାର୍କୁ। ଏହା ଦର୍ଶାଇବା ପାଇଁ ଯେ ଆମର ଆଭିମୁଖ୍ୟ ମଧ୍ୟ ପୁଟିନଙ୍କ ସହିତ ସହମତି ଅଛି ବା ବନ୍ଧୁତ୍ୱର ଏକ ପରିଚୟ ଦେବା ପାଇଁ। କୂଟନୀତି ସ୍ତରରେ ଅନେକ ଗୁଡ଼ିଏ କଥା ଏମିତି ଛୋଟ ବଡ଼ କଥା ହୁଏ ଯାହାକି ବେଶ ଗୁରୁତ୍ୱ ବହନ କରେ। ଆପଣଙ୍କ ମତାମତ କ'ଣ ଏହାକୁ ନେଇକି? ଇଏ ଏକ ସାଧାରଣ କଥାଟେ ନା ୟା ପଛରେ ଆଉ କିଛି କାହାଣୀ ଲୁଚି ରହିଛି? ମତାମତ ସେୟାର କରନ୍ତୁ।